ମୁଁ ଭଗବାନଙ୍କୁ ସବୁବେଳେ ଗୋଟିଏ ଝିଅ ମାଗୁଥିଲି, ହେଲେ ଭଗବାନ ଆଜି ମତେ ବୋହୂ ରୂପରେ 3 ଝିଅ ଦେଇଦେଲେ। ତମେ 3 ଜଣ ଏ ଘରର ବୋହୂ ନୁହେଁ, ଏ ଘରର ଝିଅ। ଆମେ ତମ ବାପ ଘର ଭଳିଆ ଧନୀ ନୁହେଁ ସତ, ହେଲେ ତମ ମାନଙ୍କୁ ଭଲ ପାଇବାର କିଛି ବି କମି ହବନି। ଶାଶୁ ମା, ବାସ୍ ଆମକୁ କେବଳ ତମର ଭଲ ପାଇବା ହିଁ ଦରକାର, ଆଉ ଆମର କିଛି ବି ଆବଶ୍ୟକ ନାହିଁ ମା। ଏମିତି କହିକି 3 ବୋହୂ ତାଙ୍କ ଶାଶୁଙ୍କର ପାଦ ଛୁଇଁ ଆଶୀର୍ବାଦ ନେଲେ। ଆଜି ରାନୁର 3 ପୁଅଙ୍କର ବାହାଘର ଥିଲା। ଟିକି, ସୁଆ ଆଉ ଗରି ଗୋଟେ ବଡ ଘରର ଝିଅ ଥିଲେ, ହେଲେ ରାଜୁ, ମିଟୁ, ପାରା ଗରିବ ଘରର ପୁଅ ଥିଲେ। ସେମାନଙ୍କ ବାହାଘର ହେବାର କାରଣ ହେଲା କି ଏମାନେ ସମସ୍ତେ ଗୋଟିଏ କଲେଜରେ ପଢୁଥିଲେ, ଯେଉଁଠି ଏ 3 ଭାଇଙ୍କୁ 3 ଭଉଣୀଙ୍କ ସହ ଲଭ୍ ହୋଇଗଲା। ଆଜି ଆମର ଏ ଘରେ ପ୍ରଥମ ଦିନ, ଚାଲ ରୋଷେଇ କାମ ଆମେ ଆରମ୍ଭ କରିଦବା। 3 ଭଉଣୀ ଯେତେବେଳେ ରୋଷେଇ ଘରକୁ ଗଲେ, ସେମାନେ ଦେଖିଲେ ସବୁ ରାସନ ସରି ଯାଇଥିଲା, ଆଉ ସବୁ ଡବା ଖାଲି ପଡିଥିଲା। ଇଏ କଣ? ଘରେ ତ ରାସନ ନାହିଁ, ଆଉ ବିନା ରାସନରେ ଆମେ ମାନେ ଆମ ପ୍ରଥମ ରୋଷେଇ କେମିତି କରିବା? ଏଥିରେ ଚିନ୍ତା କରିବାର କଣ ଅଛି? ତୁ ବୋଧେ ଭୁଲିଗଲୁ ଆମ ପାଖରେ କଣ ଅଛି। ଏମିତି କହିକି 3 ଭଉଣୀ ତାଙ୍କ ଯାଦୁ ଦ୍ୱାରା ଘରେ ରାସନରେ ଭରିଦେଲେ, ଆଉ ଖାଲି ଡିବା ଡାଲି ଆଉ ଚାଉଳରେ ଭରିଗଲା। ରାସନ ତ ଭରି ହେଇଗଲା, ଏବେ ଚାଲ ରୋଷେଇ କାମ ଆରମ୍ଭ କରିଦବା। 3 ଭଉଣୀ ବହୁତ ଗୁଡାଏ ଖାଇବା ତିଆରି କଲେ, ଆଉ ସେ ଖାଇବା ନେଇକି ସମସ୍ତଙ୍କୁ ପରସିଲେ। ଏତେ ସ୍ୱାଦିଷ୍ଟ ଖାଇବା ଦେଖିକି ରାନୁ ଆଉ ତା ପୁଅ ମାନେ ଆଶ୍ଚର୍ଯ୍ୟ ହେଇଗଲେ। ବୋହୂ, ଘରେ ତ ରାସନ ସରି ଯାଇଥିଲା, ତାହେଲେ ତମେ ମାନେ ଏତେ ଖାଇବା କେମିତି ତିଆରି କଲ? ଆଉ ଆମେ ମାନେ ବି ତମକୁ ପଇସା ଦେଇ ନଥିଲୁ, ତାହେଲେ ଏସବୁ ତମେ କେମିତି କଲ? ସେ କଣ କି, ଆମେ ମାନେ ଯେତେବେଳେ ସକାଳେ ରୋଷେଇ କରିବାକୁ ରୋଷେଇ ଘରକୁ ଗଲୁ, ସେତେବେଳେ ଦେଖିଲୁ ସବୁ ରାସନ ସରି ଯାଇଛି, ସେଥିପାଇଁ ଆମେ ମାନେ ବାହାରୁ ରାସନ ମଗେଇଦେଲୁ। ହେଲେ ବୋହୂ, ତମେ ମାନେ କଣ ପାଇଁ ରାସନ ଆଣିଲ? ଏସବୁ କଣ ଭଲ କଥା? ଶାଶୁ ମା, ତମେ ତ କହୁଥିଲ ଆମେ ଏ ଘରର ବୋହୂ ନୁହେଁ, ଝିଅ ବୋଲି, ଆଉ ଝିଅ ନିଜ ପରିବାର ପାଇଁ କରିବନି ତ ଆଉ କାହା ପାଇଁ କରିବ? ଏମିତି କହିକି ଟିକି ସମସ୍ତଙ୍କୁ ସମ୍ଭାଳିଲା। ଏମିତି କିଛି ଦିନ ବିତିଗଲା। 3 ବୋହୂ ମାନେ ମିଶିକି ନିଜ ଯାଦୁ ଦ୍ୱାରା ସବୁ କାମ ସଙ୍ଗେ ସଙ୍ଗେ କରିଦଉଥିଲେ, ଆଉ ଘରେ ଯଦି କୌଣସି ଜିନିଷର ଆବଶ୍ୟକ ପଡୁଥିଲା, ସେ 3 ଜଣ ତାଙ୍କ ଯାଦୁ ଦ୍ୱାରା ଆଣି ଦଉଥିଲେ। ଟିକେ ପାରା, ଆଗକୁ ଦଶହରା ଆସିବାର ଅଛି, ଚାଲ ଘର ଝଡାଝଡି କରିଦବା। ଶାଶୁ ମା ମନ୍ଦିର ଯାଇଛନ୍ତି, ସେ ଆସିବା ପୂର୍ବରୁ ଆମେ ମାନେ ଘର ସଫା କରିଦବା, ଆଉ ୟାକୁ ଦେଖିକି ଶାଶୁ ମା ପୁରା ଖୁସି ହେଇଯିବେ। ଆମକୁ ଘର ସଫା କରିବା କଣ ବା ଦରକାର? ଆମ ପାଖରେ ଯାଦୁ ଅଛି ନା, ଆମେ ଆମ ଯାଦୁ ଦ୍ୱାରା ଘର ସଫା କରିଦବା, ଆଉ ଦଶହରା ପାଇଁ ଯାହା ବି ଦରକାର ସେସବୁ ଆଣିଦବା। ଏମିତି କହିକି 3 ଭଉଣୀ ନିଜ ଯାଦୁ ଦ୍ୱାରା ଘରର ସଫାସଫି କାମ ଆରମ୍ଭ କରିଦେଲେ। ଠିକ ସେତିକି ବେଳେ ତାଙ୍କ ଶାଶୁ ରାନୁ ଆସି ପହଞ୍ଚିଗଲା। ରାନୁ ଯେମିତି ହିଁ ଘର ଭିତରକୁ ପଶିଲା, ସେ ଦେଖିଲା କି ଝାଡୁ ମନକୁ ମନ ଘର ସଫା କରୁଛି, ଆଉ ତା 3 ବୋହୂ ମାନେ ଯାଦୁ କରିକି ଦଶହରା ପାଇଁ ଯୋଉ ଜିନିଷ ଦରକାର ସେସବୁ ଆଣୁଥିଲେ। ଏସବୁ ଦେଖିକି ରାନୁ ବହୁତ ଡରିଗଲା, ଆଉ ବହୁତ ଜୋରେ ଚିଲେଇବାକୁ ଲାଗିଲା। ତମେ ମାନେ ସବୁ କିଏ? ତମେ 3 ଜଣ କୋଉ ଯାଦୁଗରିଣୀ ନା କଣ? ନା କୋଉ ଭୂତ? ତମେ ମାନେ କିଏ? ତମେ ଭୁଲ ବୁଝୁନି ଶାଶୁ ମା, ଆମେ କୋଉ ଭୂତ ପ୍ରେତ ନୁହେଁ, ଆମେ ସବୁ ଚଢେଇ। ତମେ ମାନେ ଚଢେଇ ହେଇପାରିବନି, କାରଣ କୌଣସି ଚଢେଇ ଯାଦୁ କରିପାରିବେନି। ସତ କୁହ, ନହେଲେ ମୁଁ ତାନ୍ତ୍ରିକକୁ ଡାକିବି। ତମକୁ ଏସବୁ କରିବା କିଛି ବି ଦରକାର ନାହିଁ ମା, ଆମେ ମାନେ ତମକୁ ସବୁ ସତ କଥା କହୁଛୁ। ଏତିକି କହିକି ଟିକି ରାନୁକୁ ସବୁ କଥା କହିଲା। ତମେ ଟିକେ ଜଲ୍ଦି ଗାଡି ଚଲାଅ, ମୁଁ ଆଉ ସମ୍ଭାଳି ପାରୁନି। ତମେ ଟିକେ ସମ୍ଭାଳି ଯାଅ, ଆମେ ସାଙ୍ଗେ ସାଙ୍ଗେ ହସ୍ପିଟାଲରେ ପହଞ୍ଚି ଯିବା। ସୁମି ଗର୍ଭବତୀ ଥିଲା, ଆଉ ତା ଲେବର ପେନ୍ ଆରମ୍ଭ ହେଇଯାଇଥିଲା, ସେଥିପାଇଁ ରାମୁ ସୁମିକୁ ହସ୍ପିଟାଲ ନେଇକି ଯାଉଥିଲା। ହେଲେ ତରବରରେ ଗାଡି ଚଳେଇବା କାରଣରୁ ରାମୁ ଗୋଟେ ବତକ ଉପରେ ଗାଡି ଚଢେଇ ଦେଲା। ହେ ଭଗବାନ, ଏ କଣ ହେଇଗଲା? ମୁଁ ଏବେ କଣ କରିବି? ଜଲ୍ଦି ତାକୁ ସାହାଯ୍ୟ କର, ନହେଲେ ସେ ମରିଯିବ। ସୁମି ଏତିକି କହିଛି କି ନାଇଁ, ରାମୁ ସେ ବତକକୁ ଗାଡି ପଛ ସିଟରେ ଶୁଆଇକି ହସ୍ପିଟାଲ ନେଇକି ଗଲା, ଯୋଉଠି ଗୋଟେ ପଟେ ବତକର ଚିକିତ୍ସା ହଉଥିଲା, ଆଉ ଆର ପଟେ ସୁମିର ଡେଲିଭରି ହଉଥିଲା। ସୁମି କିଛି ସମୟ ପରେ ତାର 3 ଝିଅଙ୍କୁ ଜନ୍ମ ଦେଲା। ସେପଟେ ବତକ ବି ଠିକ ହେଇଗଲା। ସୁମି ଦେଖ, ଆମର 3ଟି ଝିଅ ହେଇଛି, ଆଉ ଏ 3 ଜଣ ତମ ଉପରେ ହିଁ ଯାଇଛନ୍ତି। ମୁଁ ମୋ 3 ଝିଅଙ୍କୁ ରାଜକୁମାରୀ ଭଳିକା ରଖିବି, ତାଙ୍କର କୌଣସି ଜିନିଷରେ ଅସୁବିଧା ରଖିବିନି।
ଭଗବାନ ଆମକୁ ଗୋଟେ କି ଦିଟା ନୁହେଁ ତିନି ତିନିଟା ଲକ୍ଷ୍ମୀ ଦେଇଛନ୍ତି। ଆଜି ଭଗବାନ ଆମକୁ ବହୁତ ବଡ ଉପହାର ଦେଇଛନ୍ତି। ହେଲେ ସେ ବତକର କଣ ହେଲା? ଯିଏକି ଆମ ଗାଡିରେ ମାଡ ହେଇଯାଇଥିଲେ, କଣ ଏବେ ସେ ଠିକ ଅଛନ୍ତି? ଏକଥା ମୁଁ ଡକ୍ଟରଙ୍କୁ ପଚାରିବାକୁ ଭୁଲି ଯାଇଥିଲି। ତମେ ଆରାମ କର, ମୁଁ ଡକ୍ଟରଙ୍କୁ ପଚାରିକି ଆସୁଛି। ଏତିକି କହିକି ରାମୁ ଯେମିତି ହିଁ ପଛକୁ ବୁଲିଛି, ସେତିକି ବେଳେ ବତକ ଆସି ସେଠି ପହଞ୍ଚିଲା। ବତକ, ତମେ ତ ପୁରା ଠିକ ଅଛ। ହଁ, ମୁଁ ଠିକ ଅଛି। ଆଉ ଯଦି ତମେ ମାନେ ମତେ ହସ୍ପିଟାଲ ନେଇକି ଆସି ନଥାନ୍ତ, ତାହେଲେ ବି ମୁଁ ଠିକ ଥାନ୍ତି। ମତେ କିଛି ବି ହବନି। ହେଲେ କାହିଁକି? ସେ ବତକ ଗୋଟେ ପରୀରେ ବଦଳିଗଲା, ଯାହାକୁ ଦେଖିକି ରାମୁ ଆଉ ସୁମି ଦୁହିଁ ଆଶ୍ଚର୍ଯ୍ୟ ହୋଇଗଲେ। ମୁଁ କୋଉ ଚଢେଇ ନୁହେଁ, ମୁଁ ଗୋଟେ ପରୀ। ମୁଁ ପୃଥିବୀକୁ ବୁଲିବାକୁ ଆସିଥିଲି। ଏଥିପାଇଁ ମୁଁ ଗୋଟେ ବତକ ରୂପ ନେଇଥିଲି। ତମ ସ୍ତ୍ରୀ ଗର୍ଭବତୀ ଥିଲା, ତଥାପି ତମେ ଗୋଟେ ଅସହାୟ ଚଢେଇକୁ ସାହାଯ୍ୟ କଲ। ତମେ ଚାହିଁଥିଲେ ମତେ ସେଇଠି ସେମିତି ଛାଡିକି ଆସିପାରିଥାନ୍ତ, ହେଲେ ତମେ ଏମିତି କଲ ନାହିଁ। ତମକୁ ଦେଖିକି ଲାଗୁଛି ଆଜି ବି ଭଲ ଚଢେଇ ଏ ପୃଥିବୀରେ ଅଛନ୍ତି। ସେଥିପାଇଁ ଆଜି ମୁଁ ତମର ଏ ତିନି ଝିଅଙ୍କୁ ବରଦାନ ଦେବାକୁ ଚାହୁଁଛି। ଆଜିଠୁ ସେମାନଙ୍କ ପାଖରେ ଯାଦୁଇ ଶକ୍ତି ରହିବ, ଆଉ ଏ ତିନି ଜଣ ନିଜ ଯାଦୁ ଦ୍ୱାରା ସମସ୍ତଙ୍କୁ ସାହାଯ୍ୟ କରିପାରିବେ। ଟିକି, ପାରା ଆଉ ଶୁଆ ଏସବୁ କଥା ତାଙ୍କ ଶାଶୁ ମାଙ୍କୁ କହିଦେଲେ। ତମେ ତିନି ଜଣ ତ ସତକୁ ସତ ଲକ୍ଷ୍ମୀ। ମୁଁ ତମ ତିନି ଜଣକୁ ଭୁଲ ଭାବିଲି। ମତେ କ୍ଷମା କରିଦିଅ ଝିଅ ମାନେ। ଶାଶୁ ମା, ତମେ ଆମକୁ କ୍ଷମା ମାଗନି। ତମେ ତ ଆମ ମା। ଆଉ ଗୋଟେ ମା ନିଜ ଝିଅକୁ କେବେ ବି କ୍ଷମା ମାଗେନି। ଏତିକି କହିକି ତିନି ଭଉଣୀ ନିଜ ଶାଶୁ ମାଙ୍କ ପାଦ ଛୁଇଁଲେ, ଆଉ ନିଜ ଯାଦୁ ଦ୍ୱାରା ଘରକୁ ଗୋଟେ ବଡ ଘରରେ ବଦଳେଇ ଦେଲେ। ଆଉ ସେ ତିନି ଭଉଣୀ ନିଜ ଯାଦୁ ଦ୍ୱାରା ନିଜ ସ୍ୱାମୀ ମାନଙ୍କ ପାଇଁ ଗୋଟେ ଭଲ ବ୍ୟବସାୟ ଖୋଲିଦେଲେ, ଯାହା ଦ୍ୱାରା ତିନି ଭଉଣୀ ଏବେ ଖୁସି ଖୁସିରେ ରହିବାକୁ ଲାଗିଲେ। ଗୋଟେ ଜଙ୍ଗଲରେ ଦୁଇଟି ସାଙ୍ଗ ରହୁଥିଲେ। ଜଣକ ନାଁ ଥିଲା ରାଜୁ, ଆଉ ଜଣକ ନାଁ ଥିଲା କାଳୁ। ରାଜୁ ଆଉ କାଳୁ ଗୋଟିଏ ବିଲରେ କାମ କରୁଥିଲେ। ରାଜୁ ବହୁତ ପରିଶ୍ରମୀ ଥିଲା, ଆଉ କାଳୁ ବହୁତ ବଡ ଠକ ଥିଲା। ରାଜୁ ସବୁବେଳେ ବିଲରେ କାମ କରୁଥିଲା, ଆଉ କାଳୁ କେତେବେଳେ ତା ସାଙ୍ଗମାନଙ୍କ ସହ ଖେଳୁଥିଲା ତ କେତେବେଳେ ନଦୀ କୂଳରେ ଯାଇ ଶୋଉଥିଲା, ଆଉ ସନ୍ଧ୍ୟା ହେବା ପରେ ସେ ଉଠି ଯାଉଥିଲା। ଏବେ ମାଲିକର ଆସିବା ସମୟ ହେଇଗଲାଣି। ମୁଁ ଜଲ୍ଦି ଯାଇକି ଦେହରେ ମାଟି ଲଗେଇ ଦଉଛି, ଯେମିତି ବିଲରେ କାମ କଲା ଭଳିଆ ଦେଖାଯିବି। ଏମିତି ପ୍ରକାରେ ସେ ସବୁବେଳେ ତା ଦେହରେ ମାଟି ଲଗେଇକି ବିଲକୁ ଯାଉଥିଲା, ଆଉ ରାଜୁ କାଳୁର ସବୁ କାମ କରିଦଉଥିଲା। ସାଙ୍ଗ ରାଜୁ, ତୁ ତ ମୋର ସବୁଠୁ ଭଲ ସାଙ୍ଗ। ତୁ ସବୁବେଳେ ମୋର ସବୁ କାମକୁ ପୁରା କରିଦଉଛୁ। କାଳୁ, ଯଦି ମୁଁ କାମ କରିବିନି ତାହେଲେ କାମ ଅଧା ରହିଯିବ। ତାପରେ ମାଲିକ ତତେ ଧରିବେ, ଆଉ ତତେ କାମରୁ ବାହାର କରିଦେବେ, ଯାହାକି ମତେ ଜମା ବି ଭଲ ଲାଗିବନି। ଏ ରାଜୁ କେତେ ବୋକା। ମତେ ଏମିତି ଗୋଟେ ସାଙ୍ଗ ଦେଇଥିବାରୁ ତମକୁ ବହୁତ ବହୁତ ଧନ୍ୟବାଦ ଭଗବାନ। ସେତିକି ବେଳେ ସେଠିକି ଶୁଆ ମାଲିକ ଆସିଗଲା। ଆରେ ବାଃ, ତମେ ଦୁହେଁ ତ ବହୁତ ଭଲ କାମ କରିଛ। ଏଇଟା ଆମ କର୍ତ୍ତବ୍ୟ ମାଲିକ। ଦେଖିଲୁ ରାଜୁ, ତୋ ସାଙ୍ଗ କାଳୁ କେତେ ଭଲ କଥାବାର୍ତ୍ତା କରୁଛି। ମୁଁ ତମ ଦୁହିଁଙ୍କ ଉପରେ ବହୁତ ଖୁସି ଅଛି। ଏଇ ନିଅ ତମ ଦୁହିଁଙ୍କ ପାରିଶ୍ରମିକ ମୂଲ୍ୟ। ଶୁଆ ସେ ଦୁହିଁଙ୍କୁ ଟଙ୍କା ଦେଇକି ସେଠୁ ଚାଲିଗଲା। ଦେଖିଲୁ ରାଜୁ, ତତେ ବି ମୋ ଭଳିଆ ଚାଲାକ ହେବାକୁ ପଡିବ। କାମ ନ କରିକି ବି ଟଙ୍କା କେମିତି ପାଇବୁ ତୁ ମୋଠୁ ଶିଖ। ତୁ ମୋ ସାଙ୍ଗ, ସେଥିପାଇଁ ମୁଁ ତତେ କହୁଛି। ଅଧିକ ଚାଲାକ ହେବା ଠିକ କଥା ନୁହେଁ। ତୁ ତୋ କାମ କରେ, ଆଉ ମୁଁ ମୋ କାମ କରୁଛି। ମୁଁ ଚାଲାକ ହେଇକି କଣ ବା କରିବି? ମୁଁ ମୂର୍ଖ ହେଇକି ଠିକ ଅଛି। କାଳୁ ଆଉ ରାଜୁ ଦୁହିଁ ବାହା ହେଇଯାଇଥିଲେ। ରାଜୁର ସ୍ତ୍ରୀ ଥିଲା ଟିକି, ଆଉ କାଳୁର ସ୍ତ୍ରୀ ଥିଲା ଗୋରିକାଉ। ସବୁ କାମ ସରିବା ପରେ ରାଜୁ ତା ସ୍ତ୍ରୀ ଟିକି ପାଖକୁ ଆସିଲା। ରାଜୁ, ତମକୁ କଣ ହେଇଛି? ତମ ସାଙ୍ଗ ତମକୁ ସବୁବେଳେ ବୋକା ବନେଇକି ତାର ସବୁ କାମ ତମ ଦ୍ୱାରା କରଉଛି, ହେଲେ ତମେ ତମ ମାଲିକକୁ କଣ ପାଇଁ କିଛି କହୁନ? ଟିକି, ତମେ ଜାଣିନ, ମୁଁ ପିଲାଦିନେ ଯେତେବେଳେ ଏକୁଟିଆ ହେଇଯାଇଥିଲି ସେତେବେଳେ କାଳୁର ବାପା ମା ମତେ ସାହାରା ଦେଇଥିଲେ। ମୁଁ ଆଜି ଯାହା ବି ଅଛି ସେ କେବଳ କାଳୁର ବାପା ମାଙ୍କ ପାଇଁ ଅଛି। ସେଥିପାଇଁ ମୁଁ ବୋକା ହେଇକି କାଳୁର ସବୁ କାମ କରିଦଉଛି। ହେଲେ ରାଜୁ, ଏମିତି ହେଲେ ତ ସେ କାଳୁ ଅଳସୁଆ ହେଇଯିବ। ଟିକି, ତମେ ଚିନ୍ତା କରନି, ଦିନେ ନା ଦିନେ କାଳୁ ତା ଭୁଲ ନିଶ୍ଚୟ ବୁଝିପାରିବ। ଏପଟେ କାଳୁ ତା ସ୍ତ୍ରୀ ଗୋରି ସହ ବସିକି ରାଜୁ ବିଷୟରେ କଥା ହଉଥିଲା। ଗୋରି, ତମେ ଜାଣିଛ ସେ ରାଜୁ ବେକାରଟାରେ ଖାଲି ଦିନ ସାରା ସେ ବିଲରେ କାମ କରୁଛି। ମୁଁ ତାକୁ ମୋ ଭଳି ଚାଲାକ ହେବା ପାଇଁ କହିଲି, ହେଲେ ସେ ମୋ କଥା ଟୋଟାଲି ବି ଶୁଣୁନି।
ଯଦି ସେ ତମ କଥା ଶୁଣୁନି ତାହେଲେ ତମେ ସେ ରାଜୁକୁ କହୁଛ କଣ ପାଇଁ? ପିଲାଦିନୁ ମୋ ବାପା ମା ତାକୁ ମୋ ଭାଇ ଭଳିଆ ପାଳିଥିଲେ, ସେଥିପାଇଁ ମୁଁ ତାକୁ କହୁଛି। ହେଲେ ସେ ମୋ କଥା କଣ ଶୁଣୁଛି? ଏବେ ତମେ କୁହ, ମୁଁ ବା କଣ କରିପାରିବି? ରାଜୁର ସରଳତା କାଳୁ ପାଇଁ ବୋକାମି ଥିଲା, ହେଲେ ରାଜୁକୁ କାମ କରିବାକୁ ବହୁତ ଭଲ ଲାଗୁଥିଲା। ଗୋଟେ ଦିନ ରାଜୁ ଆଉ କାଳୁ ଜଙ୍ଗଲ ରାସ୍ତାରେ ଯାଉଥିଲେ। ସେତିକି ବେଳେ ରାଜୁର ନଜର ଗୋଟେ ସାଧୁ ବାବାଙ୍କ ଉପରେ ପଡିଲା। ସାଧୁ ବାବା ଜଣକ ତପସ୍ୟାରେ ମଗ୍ନ ଥିଲେ। ରାଜୁକୁ ସେଠି ଗୋଟେ ସାପଟେ ଦେଖାଗଲା। କାଳୁ ଦେଖ, ସେଠି ଗୋଟେ ସାପ ଅଛି। ସେ ସାପ ସାଧୁ ବାବାଙ୍କୁ କାମୁଡି ଦବ। ସେଇଠୁ ଆମେ ବା କଣ କରିପାରିବା? କାଳୁ, ଆମକୁ ଯେମିତି ବି ହଉ ସେ ସାଧୁ ବାବାଙ୍କୁ ବଞ୍ଚେଇବାକୁ ପଡିବ, ନହେଲେ ସେ ସାପ ତାଙ୍କୁ କାମୁଡି ଦବ। ଏମିତି କହିକି ରାଜୁ ସେ ସାପକୁ ତା ପଞ୍ଜାରେ ଧରିକି ବହୁତ ଦୂରକୁ ନେଇ ଫୋପାଡିବାକୁ ଗଲା। ଆଉ ଏପଟେ ସାଧୁ ବାବାଙ୍କ ଆଖି ଖୋଲିଗଲା। ସେତିକି ବେଳେ ସେ ତାଙ୍କ ସାମ୍ନାରେ କାଳୁ କାଉକୁ ଦେଖିଲେ। କାଳୁ, କଣ ହେଲା ଏଠି? ମତେ କୁହ। ସେତିକି ବେଳେ କାଳୁ ନିଜ ମନରେ ଭାବିବାକୁ ଲାଗିଲା। ରାଜୁ ଏବେ ଏଠି ନାହିଁ। ମୁଁ ଏଇ ସାଧୁ ବାବାଙ୍କୁ କହିଦଉଛି କି ମୁଁ ସେ ସାପକୁ ଧରିଛି। ହଁ ହଁ, ମୁଁ ଏଇଆ ହିଁ କହିଦଉଛି। ସାଧୁ ବାବା, ଆପଣ ତପସ୍ୟାରେ ଥିଲେ। ଗୋଟେ ସାପ ଆପଣଙ୍କୁ କାମୁଡିବାକୁ ଯାଉଥିଲା। ସେତିକି ବେଳେ ମୁଁ ସେ ସାପକୁ ଧରିଦେଲି। ଆଉ ମୋ ସାଙ୍ଗ ଏବେ ସେ ସାପକୁ ଦୂରକୁ ଛାଡିବାକୁ ଯାଇଛି। ସେତିକି ବେଳେ ତା ସାଙ୍ଗ ରାଜୁ ବି ସେଠିକି ଆସି ପହଞ୍ଚିଗଲା। ଏ କାଉ ବହୁତ ମିଛ କଥା କହୁଛି। ମୁଁ ୟା ମନ କଥା ପଢି ପାରୁଛି। ସାପକୁ ତ ୟାର ସାଙ୍ଗ ହିଁ ଧରିଛି, ହେଲେ ଇଏ ମତେ ମିଛ କହୁଛି। ୟାକୁ ଗୋଟେ ସବକ ଦେବାକୁ ପଡିବ। ତମେ ଦୁହେଁ ତ ବହୁତ ବଡ ସାହସୀ ଅଛ। ତମେ ଦୁହେଁ ମତେ ଏତେ ବଡ ସଙ୍କଟରୁ ବଞ୍ଚେଇଲ। ସେଥିପାଇଁ ମୁଁ ତମ ଦୁହିଁକୁ ଗୋଟେ ଗୋଟେ ବରଦାନ ଦେବି। ମୁଁ ତମ ଦୁହିଁଙ୍କ ଭିତରୁ ଜଣକୁ ଗୋଟେ ଗଛ ଦେବି, ଯାହାକୁ ସବୁବେଳେ ପାଣି ଦବାକୁ ପଡିବ ଆଉ ତାର ଭଲରେ ଯତ୍ନ ନେବାକୁ ପଡିବ, ଯାହା ଫଳରେ ସେ ଗଛ ତମକୁ ତମ କର୍ମର ଫଳ ଦବ। ଆଉ ଦ୍ୱିତୀୟ ବରଦାନ ହେଲା ଟଙ୍କାରେ ତିଆରି ହେଇଥିବା ଘର, ଯୋଉ ଘରେ ଖାଲି ଟଙ୍କା ଥିବ। ଏବେ ତମେ ମାନେ କୁହ, ତମକୁ କୋଉ ବରଦାନ ଦରକାର? ଟଙ୍କାରେ ତିଆରି ଘର ନା ଟଙ୍କା ଦେଉଥିବା ଗଛ? ବାବା, ଆପଣ ମତେ ଗଛ ଦେଇ ଦିଅନ୍ତୁ। ମୁଁ ତାର ବହୁତ ଭଲ ଭାବରେ ଯତ୍ନ ନେବି, ଆଉ ତାକୁ ସବୁବେଳେ ପାଣି ଦେବି। ଆଉ ଯେତେବେଳେ ସେ ଗଛ ବଡ ହେଇଯିବ, ମୁଁ ମୋ କରିଥିବା ପରିଶ୍ରମର ଫଳ ପାଇବି। ବାବା, ମତେ ତ ଟଙ୍କାରେ ତିଆରି ଘର ହିଁ ଦରକାର। ସାଧୁ ବାବାଙ୍କ କହିବା ଅନୁସାରେ କାଳୁ ଆଉ ରାଜୁ ନିଜ ଘରକୁ ଚାଲିଗଲେ। ରାଜୁ ଯାଇକି ଦେଖିଲା ତା ଘର ଆଗରେ ଗୋଟେ ଗଛଟେ ଲାଗିଛି। ଟିକି ଦେଖ, ଏ ଗଛ କେତେ ସୁନ୍ଦର ଦେଖାଯାଉଛି। ଆମେ ଦୁହେଁ ମିଶିକି ଏ ଗଛର ବହୁତ ଭଲ ଭାବରେ ଯତ୍ନ ନବା। ଏ ଗଛ ବଡ ହେଲେ ଆମକୁ ବହୁତ ସାରା ଟଙ୍କା ଦବ। କଣ କହିଲ? ଟଙ୍କା ଦବ? ହଁ, ସାଧୁ ବାବା ତ ଏଇଆ ହିଁ କହିଥିଲେ। ଏବେ ଆମେ ଏ ଗଛର ବହୁତ ଭଲ ଭାବରେ ଯତ୍ନ ନବା। ଆରପଟେ କାଳୁ ଆଉ ତା ସ୍ତ୍ରୀ ଖୁସିରେ ନାଚୁଥିଲେ। ତାଙ୍କ ଘର ଟଙ୍କାରେ ତିଆରି ହୋଇଥିଲା। ସେ ଘର ଖାଲି ଟଙ୍କାରେ ଭରି ହୋଇଥିଲା। ମୋ ସାଙ୍ଗ କେତେ ବୋକା, ସେ ଟଙ୍କା ଗଛ ମାଗିଲା। ଏବେ ଗଛକୁ ସବୁବେଳେ ପାଣି ଦବ ଆଉ ବହୁତ ପରିଶ୍ରମ କରିବ। ଆଉ ଯେତେବେଳେ ସେ ବଡ ହବ ସେତେବେଳେ ସେ ଯାଇକି ଟଙ୍କା ଦବ। ହେଲେ ମୁଁ ସିଧା ଟଙ୍କାରେ ତିଆରି ହେଇଥିବା ଘରକୁ ମାଗିଲି। ସତରେ କାଳୁ, ତମ ସାଙ୍ଗ କେତେ ଓଲା। ଚାଲ ଆଜି ଆମେ ବଡ ଢାବାକୁ ଯାଇକି ଖାଇବା, ତାପରେ ବହୁତ ସାରା ସପିଂ କରିବା। ହଁ ଗୋରୀ, ଆଜି ଆମେ ଏମିତି ଜିନିଷ କିଣିବା କି ଯାହାକୁ ଦେଖିକି ରାଜୁ ସେମିତି ହିଁ ଅନେଇକି ରହିଯିବ। କାଳୁ ନିଜ ଧନୀ ପଣିଆ ଦେଖେଇବାକୁ ଲାଗିଲା। ଏବେ ସେ ବଡ ବଡ ଢାବାରେ ଖାଇବାକୁ ଯାଉଥିଲା, ଆଉ ସବୁବେଳେ ଖାଲି ପାର୍ଟି ହିଁ କରୁଥିଲା। ଆରପଟେ ରାଜୁ ଗଛକୁ ବଡ କରିବା ପାଇଁ ବହୁତ ପରିଶ୍ରମ କରିବାକୁ ଲାଗିଲା। ଗୋଟେ ଦିନ ଟିକି ଦେଖିଲା ଗଛରେ ବହୁତ ସାରା ଟଙ୍କା ଫଳିଛି। ରାଜୁ, ଗଛରେ ବହୁତ ସାରା ଟଙ୍କା ଫଳିଛି। ଆମର ଯେତିକି ଟଙ୍କା ଦରକାର ଆମେ ସେତିକି ହିଁ ରଖିବା, ଆଉ ବାକି ଟଙ୍କା ଗରିବ ଚଢେଇ ମାନଙ୍କୁ ବାଣ୍ଟି ଦବା, ଯାହା ଦ୍ୱାରା ଗରିବ ଚଢେଇ ମାନେ ଦିନରେ 2 ଥର ଖାଇବା ଖାଇପାରିବେ। ରାଜୁ ଆଉ ଟିକି ତାଙ୍କ ଟଙ୍କାକୁ ଗରିବ ଚଢେଇ ମାନଙ୍କୁ ଦେବାକୁ ଲାଗିଲେ, ଯାହା ଫଳରେ ସେମାନେ ରାଜୁ ଆଉ ଟିକିକି ଆଶୀର୍ବାଦ ଦେଲେ। ଗୋଟେ ଦିନ କାଳୁ ଆଉ ଗୋରୀ ଯେତେବେଳେ ଘରୁ ବାହାରକୁ ବୁଲିବାକୁ ଗଲେ, ସେତିକି ବେଳେ ଚିଲମାନେ ଆସି ତା ଟଙ୍କା ଘରକୁ ଭାଙ୍ଗି ସବୁ ଟଙ୍କାକୁ ନେଇଗଲେ। ଆଉ ଯେତେବେଳେ କାଳୁ ଆଉ ଗୋରୀ ଫେରିଲେ, ସେମାନେ ଦେଖିଲେ କି ତାଙ୍କର ଘର ଚୋରି ହେଇଯାଇଛି। ଏ କଣ, ମୋର ଟଙ୍କାର ଘର କୁଆଡେ ଗଲା? ଗୋରୀ, ଆମେ ତ ବର୍ବାଦ ହେଇଗଲେ। ଏସବୁ କଣ ହେଇଗଲା? ତାଙ୍କ କାନ୍ଦ ଶୁଣିକି ଟିକି ଆଉ ରାଜୁ ତାଙ୍କ ଘର ପାଖକୁ ଆସିଲେ, ଆଉ କାଳୁ ତାଙ୍କୁ ସବୁ କଥା କହିଲା।
ତାଙ୍କ କଥା ଶୁଣିକି ରାଜୁ କହିଲା, ଏ ଟଙ୍କା ତ ଦିନେ ନା ଦିନେ ସରିବାର ହିଁ ଥିଲା। ତୁ ଯେମିତି ଟଙ୍କାକୁ ଉଡଉଥିଲୁ, ଆଉ କିଛି ଦିନ ପରେ ଏ ଟଙ୍କା ସବୁ ସରି ଯାଇଥାନ୍ତା। ଏବେ ତୁ କଣ କରିବୁ? ମୁଁ କଣ କରିବି? ମୋ ପାଖରେ ଆଉ କିଛି ବି ନାହିଁ। ତୁ ଗୋଟେ କାମ କରେ, ମୁଁ ତତେ କିଛି ଟଙ୍କା ଦଉଛି। ସେଥିରେ ତୁ ଗୋଟେ ଘର ତିଆରି କରିଦବୁ, ଆଉ ଗୋଟେ ନୂଆ ବ୍ୟବସାୟ ଖୋଲିବୁ। ପରିଶ୍ରମ କରିକି ଇନକମ କରିଥିବା ଟଙ୍କା କେବେ ବି ଚୋରି ହବନି। ସାଙ୍ଗ, ତୁ ଆଜି ମୋ ଆଖି ଖୋଲିଦେଲୁ। ତୁ ସତରେ ବହୁତ ବୁଦ୍ଧିମାନ। ମୁଁ ଆଜିଠୁ ତୋ କହିଥିବା ରାସ୍ତାରେ ହିଁ ଚଳିବି। ସେଇ ଦିନଠୁ କାଳୁ ରାଜୁର କଥା ମାନିବାକୁ ଲାଗିଲା, ଆଉ ରାଜୁ ଦେଇଥିବା ଟଙ୍କାରେ ଗୋଟେ ରାସନ ଦୋକାନ ଖୋଲିଲା, ଆଉ ଖୁସିରେ ରହିବାକୁ ଲାଗିଲା।